ନମ୍ବର 1 ଆଗାମୀ 5 ଦିନ କାଳବୈଶାଖୀ 24 ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ। ଆଗାମୀ 5 ଦିନ ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିବ। କାଳବୈଶାଖୀର ପ୍ରଭାବ ଏନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା 20 ତାରିଖରେ ରାଜ୍ୟର 24 ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ପଶ୍ଚିମ ଓଡ଼ିଶାର ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ସହ 50ରୁ 60 କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବା ନେଇ ଆକଳନ କରାଯାଇଛି। ଏଥିପାଇଁ ଏହି ସବୁ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି 21 ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ସହ 50ରୁ 60 କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଗତ 24 ଘଣ୍ଟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ 35 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। 9 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରଭାବ ଦେଖିବାକୁ ମିଳିଛି। ନମ୍ବର 2 ଗହୀରମଥାରେ ଅଲିଭ୍ ରିଡଲେଙ୍କ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ। ସମୁଦ୍ରକୂଳରେ ସୁରକ୍ଷା ବ୍ୟବସ୍ଥା। ଗହୀରମଥା ପାଇଁ ଖୁସି ଖବର। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ୍ ରିଡଲେ କଇଁଛମାନଙ୍କ ଅଣ୍ଡାଦାନ ଆରମ୍ଭ। ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଅନେକ କଇଁଛମାନେ ବିକ୍ଷିପ୍ତ ଭାବେ ଅଣ୍ଡାଦାନ କରୁଛନ୍ତି। ବିକ୍ଷିପ୍ତ ଭାବେ ଅଲିଭ୍ ରିଡଲେ ଦେଇଥିବା ଅଣ୍ଡାକୁ ସଂଗ୍ରହ କରି ଅସ୍ଥାୟୀ ହାଚେରୀରେ ରଖାଯାଇଛି। ଚଳିତ ବର୍ଷ ଗୋଟିଏ ଦିନରେ 60ରୁ ଅଧିକ କଇଁଛ ବିକ୍ଷିପ୍ତ ଭାବେ ଅଣ୍ଡାଦାନ କରିଥିବାରୁ ଏଥର ରେକର୍ଡ ସଂଖ୍ୟକ ଅଣ୍ଡାଦାନ ହେବା ନେଇ ଆଶା ରଖିଛି ବନ ବିଭାଗ। ବର୍ତ୍ତମାନ ସୁଦ୍ଧା ବନ ବିଭାଗର ରିପୋର୍ଟ ଅନୁସାରେ 225ଟି କଇଁଛ ବସା ଚିହ୍ନଟ କରାଯାଇ ହାଚେରୀରେ ରଖାଯାଇଛି। ନମ୍ବର 3 36,000 ଶସ୍ତା ହେଲା ସୁନା। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା ଦର ବଢ଼ୁଥିବା ବେଳେ ବର୍ତ୍ତମାନ ଏଥିରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ନିଜର ସର୍ବୋଚ୍ଚ ଦରରୁ ସୁନା ଓ ରୂପା ଦର ଯଥେଷ୍ଟ ତଳକୁ ଖସି ଆସିଛି। 17 ମାର୍ଚ୍ଚର ମୂଲ୍ୟ ଅନୁସାରେ ସୁନାର MCX ପ୍ରତି 10 ଗ୍ରାମ 1,56,891 ଟଙ୍କା ରହିଛି, ଅର୍ଥାତ୍ ପ୍ରାୟତଃ 36,000 ଟଙ୍କାର ହ୍ରାସ ଦେଖାଦେଇଛି। ସେହିଭଳି ରୂପାର MCX 2,58,000 ଟଙ୍କା ପ୍ରତି କିଲୋଗ୍ରାମ ହୋଇଛି। ଏଥିରେ ପ୍ରାୟ 1.87 ଲକ୍ଷ ଟଙ୍କାର ହ୍ରାସ ପରିଲକ୍ଷିତ ହେଉଛି। ବିଶେଷଜ୍ଞ ମତରେ ସୁନା ଏବେ କିଣିବା ପାଇଁ ସଠିକ୍ ସମୟ ନୁହେଁ। ଆଗାମୀ ଏପ୍ରିଲ ମାସ ସୁଦ୍ଧା ଦର ଆହୁରି କମିପାରେ। ଅନ୍ତର୍ଜାତୀୟ ବଜାରରେ ସୁନା $5,000ରୁ ଖସି $4,750କୁ ଆସିପାରେ। ଏହି ସ୍ଥିତିରେ ଭାରତୀୟ ବଜାରରେ ସୁନା 1.45 ଲକ୍ଷ ଟଙ୍କା ଏବଂ ରୂପାର 2.35 ଲକ୍ଷ ଟଙ୍କାକୁ ଖସି ଆସିବାର ସମ୍ଭାବନା ରହିଛି। ନମ୍ବର 4 ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସର 3 ବିଧାୟକ ନିଲମ୍ବିତ। ସାନଖେମଣ୍ଟି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଓ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋସଙ୍କୁ ସସ୍ପେଣ୍ଡ କରାଯାଇଛି। ଏହି 3 ବିଧାୟକ ହୁଇପ୍ ଉଲ୍ଲଂଘନ କରି ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ସହ କଂଗ୍ରେସର ସ୍ୱାର୍ଥକୁ ଜଳାଞ୍ଜଳି ଦେଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ପ୍ରେସମିଟ୍ ମାଧ୍ୟମରେ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ କହିଛନ୍ତି। ପ୍ରେସମିଟ୍ରେ କୁହାଯାଇଛି କି ଆମେ ଅକ୍ଲାନ୍ତ ପରିଶ୍ରମ କଲୁଁ। ବିଜେଡି ଏବଂ କଂଗ୍ରେସ ମଧ୍ୟ ବହୁତ ପରିଶ୍ରମ କରିଥିଲେ, କିନ୍ତୁ ଆମେ ହାରିଲୁଁ। ଏଥିପାଇଁ କିଛି ବିଧାୟକ ବିଧାୟିକା ଘୋଡ଼ା ବେପାରରେ ସାମିଲ ହେଲେ। ଏବେ କେବଳ ନିଲମ୍ବନ କରାଯାଇଛି, ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଏମିତିକି ସେମାନେ ଦଳର ବହିଷ୍କୃତ ମଧ୍ୟ ହୋଇପାରନ୍ତି। ନମ୍ବର 5 ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ମାର୍ଚ୍ଚ ଶେଷ ସୁଦ୍ଧା ନିୟମିତ ଉଡ଼ିବ ବିମାନ। ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ମାର୍ଚ୍ଚ ଶେଷ ସୁଦ୍ଧା ମାଲକାନଗିରି ବିମାନ ବନ୍ଦରରୁ ନିୟମିତ ଉଡ଼ିବ ବିମାନ। ଏଥିପାଇଁ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ଟିମ୍ ଏବଂ ଇଣ୍ଡିଆ ୱାନ୍ ଏୟାର କମ୍ପାନୀର ଏକ ବୈଷୟିକ ଟିମ୍ ବିମାନ ବନ୍ଦର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ରାଜ୍ୟ ସରକାରଙ୍କ ବେସାମରିକ ବିମାନ ଚଳାଚଳ ଆଡଭାଇଜର ସୁରେଶ ଚନ୍ଦ୍ର ହୋତା ଏବଂ ସୁରକ୍ଷା ପରାମର୍ଶଦାତା ମନୋଜ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ୍ ମାଲକାନଗିରି ବିମାନ ବନ୍ଦରକୁ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି। ନମ୍ବର 6 ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ। ଇରାନ କଲା ବଡ଼ ଘୋଷଣା। ଇରାନ ପାକିସ୍ତାନର ବାଣିଜ୍ୟିକ ତେଲ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି ପାକିସ୍ତାନ ନ୍ୟାସନାଲ ସିପିଂ କର୍ପୋରେସନର ମୁଖପାତ୍ର।
ଫାରୁକ୍ ନିଜାମୀ କହିଛନ୍ତି ଯେ ପ୍ରାୟ 10,09,990 ଟନ୍ ଅଶୋଧିତ ତେଲ ବହନ କରୁଥିବା ଜାହାଜ MT କରାଚି ବୁଧବାର କରାଚି ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏକ ରିପୋର୍ଟ ଅନୁଯାୟୀ ନିଜାମ ଉଲ୍ଲେଖ କରିଛନ୍ତି ଯେ ଏହି ଅଞ୍ଚଳରେ ଚାଲିଥିବା ସଂଘର୍ଷ ଯୋଗୁଁ ବାଣିଜ୍ୟିକ ସାମରିକ ପରିବହନରେ ବାଧା ସୃଷ୍ଟି ହେବା ମଧ୍ୟରେ ଇରାନୀ କର୍ତ୍ତୃପକ୍ଷଙ୍କଠାରୁ କ୍ଲିୟରାନ୍ସ ପାଇବା ପରେ ଜାହାଜ ସଫଳତାର ସହ ହରମୁଜ ଦେଇ ପାର ହୋଇଛି। ନମ୍ବର 7 ଏଥର ବିଜୁଳି ବିଲ୍ ଆସିବ ଜିରୋ। ନିଜ ଘର ଛାତ ଉପରେ ମାଗଣାରେ ଲଗାନ୍ତୁ ସୋଲାର ପ୍ୟାନେଲ। ସରକାର ଆଣିଲେ ବଡ଼ ସ୍କିମ୍। ବିଦ୍ୟୁତ୍ ବିଲ୍ ଆଜି ପ୍ରତ୍ୟେକ ପରିବାର ପାଇଁ ଏକ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବିଶେଷ କରି ନିମ୍ନ ଆୟକାରୀ ପରିବାର ପାଇଁ ସେମାନେ ଏକ ବଡ଼ ବୋଝ ପରି ଅନୁଭବ କରନ୍ତି। ମାସ ଶେଷରେ ବିଲ୍ ଆସିବା ପ୍ରାୟତଃ ସମଗ୍ର ପରିବାର ବଜେଟରୁ ଅସ୍ଥିର କରିଦିଏ। ଏହାକୁ ଦୃଷ୍ଟିରେ ରଖି ଏକ ନୂତନ ଯୋଜନା ପ୍ରଚଳନ କରାଯାଇଛି ଯାହା ଅତ୍ୟନ୍ତ ଆବଶ୍ୟକୀୟ ଆଶ୍ୱସ୍ତି ପ୍ରଦାନ କରେ। ଏହି ପଦକ୍ଷେପ ଅଧୀନରେ ଘର ମାଲିକଙ୍କୁ ମାଗଣାରେ ସେମାନଙ୍କ ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ କରିବାର ସୁଯୋଗ ଦିଆଯାଉଛି। ନମ୍ବର 8 ଦିନିକିଆ ବିଶ୍ୱକପ୍ 2027 ଆୟୋଜନ କରିବ 3ଟି ଦେଶ। ଆସନ୍ତା ବର୍ଷ ଦିନିକିଆ ବିଶ୍ୱକପ୍ ହେବାକୁ ଯାଉଛି। ICC ଏହାକୁ ନେଇ ପ୍ରସ୍ତୁତ ଆରମ୍ଭ କରିଛି। ଆଗାମୀ ବିଶ୍ୱକପ୍ର ଆୟୋଜନ 3 ଦେଶ ମିଳିତ ଭାବେ କରିବେ। ICC ଦିନିକିଆ ବିଶ୍ୱକପ୍ 2027ର ଆୟୋଜନ ସାଉଥ ଆଫ୍ରିକା ଜିମ୍ବାୱେ ଏବଂ ନାମିବିଆ କରୁଛନ୍ତି। ଏଥିରେ କେବଳ 2ଟି ଟିମ୍ ନିଜ ସ୍ଥାନ ପକ୍କା କରିଛି। ସାଉଥ ଆଫ୍ରିକା ଏବଂ ଜିମ୍ବାୱେ ନିଜ ସ୍ଥାନ ପକ୍କା କରିଥିବା ବେଳେ ନାମିବିଆ ଏଯାଏଁ ନିଜ ସ୍ଥାନ ପକ୍କା କରିନାହିଁ। ଏହାର କାରଣ ଅଲଗା ରହିଛି। ସାଉଥ ଆଫ୍ରିକା ଏବଂ ଜିମ୍ବାୱେ ICCର ଫୁଲ୍ ମେମ୍ବର ଟିମ୍ କିନ୍ତୁ ନାମିବିଆ ଆସୋସିଏଟ୍ ମେମ୍ବର ରହିଛନ୍ତି। ICC ନିୟମ ଅନୁଯାୟୀ ଯଦି କୌଣସି ଦେଶରେ ବଡ଼ ଇଭେଣ୍ଟ ହୁଏ ତେବେ ଆୟୋଜକ ହିସାବରେ ସେହି ଟିମ୍କୁ ସ୍ଥାନ ପକ୍କା କରିବାକୁ ହେବ। ନମ୍ବର 9 ଭୁବନେଶ୍ୱରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ସ୍ୱାଗତ କରିଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦର ପରିସରରେ ପ୍ରସ୍ତୁତ କରାଯାଇଥିଲା। ରାଜନାଥ ସିଂ ଭୁବନେଶ୍ୱରରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ଦଳୀୟ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ସେ ଦଳୀୟ ନେତା ଓ କର୍ମୀଙ୍କ ସହ ଆଗାମୀ ରଣନୀତି ଏବଂ ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବେ। ତାଙ୍କର ଏହି ଗସ୍ତକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ନମ୍ବର 10 ଆଗକୁ ଅସମ୍ଭାଳ ହେବ ଭୁବନେଶ୍ୱର ଟ୍ରାଫିକ୍ ସମସ୍ୟା। ଜନସଂଖ୍ୟାକୁ ପଛରେ ପକାଇଲାଣି ଯାନ ସଂଖ୍ୟା। ଏବେଠୁ ସୁନିଶ୍ଚିତ ଓ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା କାର୍ଯ୍ୟକାରୀ ନ କଲେ ଆଗକୁ ଭୁବନେଶ୍ୱର ଟ୍ରାଫିକ୍ ସମସ୍ୟା ଅସମ୍ଭାଳ ହେବ। ଏପରିକି ଗତ 10 ବର୍ଷ ଭିତରେ ଏଠାରେ ଯାନ ସଂଖ୍ୟାରେ ପ୍ରାୟ 85% ବୃଦ୍ଧି ଘଟିଥିବା ଘୋର ଚିନ୍ତାର କାରଣ ହୋଇଛି। ତେବେ ଉଦ୍ବେଗର ବିଷୟ ଯେ ଭୁବନେଶ୍ୱରର ବର୍ତ୍ତମାନର ଜନସଂଖ୍ୟା ପ୍ରାୟ 14 ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି କୁହାଯାଉଥିବା ବେଳେ ଏଠାରେ ଯାନ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇ ଏବେ ପ୍ରାୟ 15 ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି। ନମ୍ବର 11 ମହାପ୍ରଭୁଙ୍କ ଦର୍ଶନ କଲେ ଦିଲ୍ଲୀପ ରାୟ। ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ସୁଜିତ କୁମାର, ସନ୍ତୃପ୍ତ ମିଶ୍ର ଏବଂ ଭାଜପା ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ବିଜୟ ପରେ ମଙ୍ଗଳବାର ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଦିଲ୍ଲୀପ। ଦର୍ଶନ ସାରି ଫେରିବା ପରେ ଦିଲ୍ଲୀପ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ମହାପ୍ରଭୁଙ୍କ ଆଶୀର୍ବାଦରୁ ମୁଁ ଜିତିଛି। ଓଡ଼ିଶାବାସୀଙ୍କ ସେବା କରିବାକୁ ଶକ୍ତି ସାହସ ଦେବାକୁ ଭିକ୍ଷା କଲି। କ୍ରସ୍ ଭୋଟିଂ ହୋଇଛି ତା ସହ ମୋ ପ୍ରତି ଭଲ ପାଇବା ଅଛି। ଭାଜପା ଓ ବିଜେଡି ବିଧାୟକଙ୍କ ସହ ମୋର ଭଲ ସମ୍ପର୍କ ଅଛି। ମାସେ 2 ମାସ ପୂର୍ବରୁ ମୁଁ ସମସ୍ତଙ୍କ ସହ କଥା ହୋଇଥିଲି। ନମ୍ବର 12 ଏକାଧିକ ସ୍ୱତନ୍ତ୍ର ଟ୍ରେନ୍କୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ। ବର୍ଦ୍ଧିତ ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କୁ ନିରନ୍ତର ଓ ସୁବିଧାଜନକ ଯାତ୍ରା ସେବା ଯୋଗାଇବା ଉଦ୍ଦେଶ୍ୟରେ ଭାରତୀୟ ରେଳବାଇ ପୂର୍ବରୁ ସ୍ୱତନ୍ତ୍ର ସ୍ପେଶାଲ ଟ୍ରେନ୍ ଭାବରେ ଚାଲୁଥିବା କିଛି ଟ୍ରେନ୍କୁ ନିୟମିତ କରିବା ପାଇଁ ଅନୁମୋଦନ କରିଛି। ଏହାଦ୍ୱାରା ଯାତ୍ରୀମାନେ ଅଧିକ ସୁବିଧା, ସ୍ଥିରତା ଓ ନିର୍ଭରଯୋଗ୍ୟ ରେଳ ସେବାର ଲାଭ ଉଠାଇ ପାରିବେ। ନମ୍ବର 13 ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ। 10 ଦିନରେ 6 ଲକ୍ଷରୁ ଅଧିକ ପଞ୍ଜୀକରଣ। ପ୍ରତିବର୍ଷ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଉତ୍ତରାଖଣ୍ଡର ପବିତ୍ର ଭୂମିର ଦର୍ଶନ କରନ୍ତି। କେଦାରନାଥ ଉଚ୍ଚ ଶିଖରରୁ ବଦ୍ରୀନାଥର ଭବ୍ୟ ମନ୍ଦିର, ଗଙ୍ଗୋତ୍ରୀର ଗର୍ଜନଶୀଳ ସ୍ରୋତରୁ ଯମୁନେତ୍ରୀର ପବିତ୍ର ପୁଷ୍କରିଣୀ ପର୍ଯ୍ୟନ୍ତ ଏହି ବର୍ଷ ଚାରିଧାମ ଯାତ୍ରା 2024 ଆରମ୍ଭ ହେବା ପୂର୍ବରୁ କିଛି ଭିନ୍ନ ସଂକେତ ଦେଉଛି। ସୂଚନା ଅନୁସାରେ ଦ୍ୱାର ଖୋଲିନାହିଁ, ଦର୍ଶନ ଆରମ୍ଭ ହୋଇନାହିଁ ଏବଂ ପଞ୍ଜୀକରଣ ସଂଖ୍ୟା
6,17,000 ଅତିକ୍ରମ କରିଛି। ଏହା କେବଳ ଏକ ସଂଖ୍ୟା ନୁହେଁ, ଏହା ଲକ୍ଷ ଲକ୍ଷ ଭାରତୀୟଙ୍କ ବିଶ୍ୱାସର ସ୍ୱର। ଯାତ୍ରା କେବେ ଆରମ୍ଭ ହେବ? ଏ ବର୍ଷ ଏପ୍ରିଲ ତୃତୀୟ ସପ୍ତାହରେ ଚାରିଧାମର ଯାତ୍ରା ଖୋଲିବ। ଅକ୍ଷୟ ତୃତୀୟାର ପବିତ୍ର ଅବସରରେ ଏପ୍ରିଲ 19 ତାରିଖରେ ଯମୁନୋତ୍ରୀ ଏବଂ ଗଙ୍ଗୋତ୍ରୀର ଦ୍ୱାର ଖୋଲିବ। କେଦାରନାଥ ଦ୍ୱାର 22 ଏପ୍ରିଲରେ ଶ୍ରଦ୍ଧାଳୁମାନଙ୍କ ପାଇଁ ଖୋଲିବ ଏବଂ ବଦ୍ରୀନାଥ ଦ୍ୱାର 23 ଏପ୍ରିଲରେ ଖୋଲିବ। ଏହା ଉଲ୍ଲେଖନୀୟ ଯେ 2024 ମାର୍ଚ୍ଚ 6ରୁ 16 ମାର୍ଚ୍ଚ ମଧ୍ୟରେ ମାତ୍ର 10 ଦିନ ମଧ୍ୟରେ ରେକର୍ଡ ସଂଖ୍ୟକ ପଞ୍ଜୀକରଣ କରାଯାଇଛି। ନମ୍ବର 14 ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା। ପୁରୁଷୋତ୍ତମ ଧାମ ଯାତ୍ରା କଲେ ଖୋର୍ଦ୍ଧା ଜିଲ୍ଲାର 222 ତୀର୍ଥଯାତ୍ରୀ। ଆଜି ଖୋର୍ଦ୍ଧା ଜିଲ୍ଲାର 222 ଜଣ ତୀର୍ଥଯାତ୍ରୀ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ହିତର କାଠ ଦର୍ଶନ ଏବଂ ମହାପ୍ରସାଦ ସେବନ ନିମନ୍ତେ ପୁରୀ ଶ୍ରୀ ପୁରୁଷୋତ୍ତମ ଧାମ ଯାତ୍ରା କରିଛନ୍ତି। ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ 6 ଗୋଟି ବସ୍ ଆୟୋଜନ କରାଯାଇଥିଲା। ଜିଲ୍ଲାର 2 ଗୋଟି ସ୍ଥାନରୁ ତଥା ରାଜ୍ୟର ସଦର ମହକୁମା ବଡ଼ଗଡ଼ କଲ୍ୟାଣ ମଣ୍ଡପ ଏବଂ ଜିଲ୍ଲା ସଦର ମହକୁମା ଓରମାସ କାର୍ଯ୍ୟାଳୟ ପରିସରରେ ତୀର୍ଥଯାତ୍ରୀମାନଙ୍କ ପୁରୀ ଶ୍ରୀ ଜଗନ୍ନାଥ ଦର୍ଶନ ନିମନ୍ତେ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯାଇଥିଲା। ତୀର୍ଥଯାତ୍ରୀମାନେ ଉଭୟ ସ୍ଥାନରେ ସକାଳ 7 ଘଟିକା ସମୟରେ ପହଞ୍ଚିଲା ପରେ ଡାକ୍ତରୀ ଦଳ ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ କରାଯିବା ପରେ ସେମାନଙ୍କୁ ଜଳଖିଆ ଖାଇବାକୁ ଦିଆଯାଇଥିଲା। ପରେ ସେମାନଙ୍କୁ ଏସ୍ଡି ଅଫିସରଙ୍କ ତତ୍ତ୍ୱାବଧାନରେ ବସରେ ଚଢ଼ାଯାଇ ପାଣି ବୋତଲ, ଛତା ଆଦି କିଟ୍ ବ୍ୟାଗ୍ ପ୍ରଦାନ କରାଯାଇଥିଲା। ନମ୍ବର 15 ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମୁଖ୍ୟ ଅଲି ରାଜିଜାନିଙ୍କ ମୃତ୍ୟୁ। ଆଇଡିଏଫ୍ର ବଡ଼ ଦାବି। ଆଜି ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଆଇଡିଏଫ୍ ଇରାନ ଜାତୀୟ ସୁରକ୍ଷା ପରିଷଦ ସଚିବ ଅଲି ଲାରିଜାନି ଏବଂ ବାସିଜ୍ ଫୋର୍ସ କମାଣ୍ଡର ଗୁଲାମ ରଜା ସୋଲେମାନିଙ୍କୁ ଟାର୍ଗେଟ କରିଥିବା ଦାବି କରିଛି। ଆଇଡିଏଫ୍ ସୋଲେମାନିଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି, କିନ୍ତୁ ଇରାନର ଜଣେ ଶୀର୍ଷ ବ୍ୟକ୍ତି ଲାରିଜାନି ଏବଂ ଆକ୍ରମଣରେ ମୃତ କିମ୍ବା ଆହତ ହୋଇଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ନମ୍ବର 16 ଓଡ଼ିଶା ପୁଲିସର ଅପରେସନ ସାଇବର କବଚ। 379 ଅଭିଯୁକ୍ତ ଗିରଫ। ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୁଦ୍ଧରେ ଓଡ଼ିଶା ପୁଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଏହି କ୍ରମରେ ରାଜ୍ୟବ୍ୟାପୀ ପୁଲିସ ପକ୍ଷରୁ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର ଅଭିଯାନ ଅପରେସନ ସାଇବର କବଚରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗତ 13 ଫେବୃଆରୀରୁ 12 ମାର୍ଚ୍ଚ 2024 ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ସାଇବର ଠକେଇର ମୂଳ ଆଧାର ଥିବା ମୂଳ ବ୍ୟାଙ୍କ ଆକାଉଣ୍ଟ ଓ ନକଲି ସିମ୍ ନେଟୱାର୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ପୁଲିସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନମ୍ବର 17 ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ। ସାମ୍ନାକୁ ଆସିଲା ଫଟୋ। ଉତ୍ତରପ୍ରଦେଶ ପିଲିଭିତର ପୂର୍ବତନ ବିଜେପି ସାଂସଦ ବରୁଣ ଗାନ୍ଧୀ ତାଙ୍କ ପରିବାର ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ସାକ୍ଷାତ ସମୟରେ ତାଙ୍କ ପତ୍ନୀ ଏବଂ ଝିଅ ତାଙ୍କ ସହିତ ଉପସ୍ଥିତ ଥିଲେ। ସୋସିଆଲ ମିଡ଼ିଆ ସାଇଟ୍ ଏକ୍ସରେ ଏକ ପୋଷ୍ଟରେ ବରୁଣ ଲେଖିଛନ୍ତି ଯେ ମୋ ପରିବାର ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭେଟି ତାଙ୍କର ଆଶୀର୍ବାଦ ଏବଂ ମାର୍ଗଦର୍ଶନ ପାଇବାର ସୌଭାଗ୍ୟ ମୋତେ ମିଳିଛି। ନମ୍ବର 18 ଏଲ୍ପିଜିରୁ ପିଏନ୍ଜିକୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି। ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଏବେ ଭାରତ ଗ୍ୟାସ ବଜାରକୁ ପ୍ରଭାବିତ କରୁଛି। ସାଧାରଣ ଲୋକଙ୍କ ସାମାନ୍ୟ ଚିନ୍ତା ଯୋଗୁଁ ଏଲ୍ପିଜି ସିଲିଣ୍ଡର ବୁକିଂ ଧାରା ପରିବର୍ତ୍ତନ ହୋଇଛି। ଏହି ସମୟରେ ସରକାର ଏବଂ ଗ୍ୟାସ କମ୍ପାନୀଗୁଡ଼ିକ ଏକ ନୂତନ ପଥ ଅନୁସରଣ କରୁଛନ୍ତି। ବର୍ତ୍ତମାନ ପିଏନ୍ଜି ତଥା ପାଇପ୍ ପ୍ରାକୃତିକ ଗ୍ୟାସକୁ ସ୍ଥାନାନ୍ତରିତ କରିବା ଉପରେ ଧ୍ୟାନ ଦିଆଯାଉଛି। ଏହି କାରଣରୁ କମ୍ପାନୀଗୁଡ଼ିକ ମାଗଣା ଗ୍ୟାସ ରିହାତି ଏବଂ ଉପଭୋକ୍ତାମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଅଫର ପ୍ରଦାନ କରୁଛନ୍ତି। ଯଦି ଆପଣ ଏଲ୍ପିଜି ବ୍ୟବହାର କରନ୍ତି ତେବେ ଏହି ସ୍ଥାନାନ୍ତର ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ଆପଣଙ୍କର ବିଲ୍ କମ୍ ହେବ, ସମସ୍ୟା ହ୍ରାସ ପାଇବ ଏବଂ ସୁରକ୍ଷା ଉନ୍ନତ ହେବ। ଉପଲବ୍ଧ ଅଫରଗୁଡ଼ିକ ବିଷୟରେ ଜାଣନ୍ତୁ। ନମ୍ବର 19 ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ। ପଶ୍ଚିମ ଏସିଆର ଘଟଣାକ୍ରମ ଉପରେ ନୂଆଦିଲ୍ଲୀରେ ଅନ୍ତର ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶକ୍ତି ଯୋଗାଣ, ସାମୁଦ୍ରିକ କାର୍ଯ୍ୟକଳାପ, ଭାରତୀୟ ନାଗରିକ କଲ୍ୟାଣ ଏବଂ ଅନ୍ୟାନ୍ୟ ପ୍ରୟାସ ସମ୍ପର୍କରେ ସଦ୍ୟତମ ସୂଚନା ଦିଆଯାଇଥିଲା। ନମ୍ବର 20 ଦରମାରୁ ନେଇ ନିବେଶ ପର୍ଯ୍ୟନ୍ତ ଏପ୍ରିଲ 1ରୁ ବଦଳିବ ଇନକମ୍ ଟ୍ୟାକ୍ସ ନିୟମ।
1 ଏପ୍ରିଲ 2026 ଠାରୁ ଆୟକର ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଏହା କେବଳ ବେତନଭୋଗୀ କର୍ମଚାରୀଙ୍କ ପେ ସ୍ଲିପ୍ ପରିବର୍ତ୍ତନ କରିବ ନାହିଁ, ବରଂ ଫର୍ମ ଶୁଳ୍କ ମଧ୍ୟ ପରିବର୍ତ୍ତନ କରିବ। ଏହି ନିୟମଗୁଡ଼ିକ ଦରମା ସୁବିଧା, ନିଯୁକ୍ତିଦାତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଗୃହ, କାର ସୁବିଧା, ଋଣ ଏବଂ ଉପହାର ଉପରେ କିପରି ଟ୍ୟାକ୍ସ ଲଗାଯିବ ତାହା ଘଟିବ। ଡ୍ରାଫ୍ଟ ନିୟମଗୁଡ଼ିକ ମାଗଣା ଖାଦ୍ୟ, ଅବସର ପାଣ୍ଠି ଉପରେ ଟ୍ୟାକ୍ସ ଏବଂ ଡିଜିଟାଲ ଅର୍ଥନୀତି ଉପରେ ସୀମାକୁ ମଧ୍ୟ ସମ୍ବୋଧିତ କରେ। ନୂଆ ଆୟକର ନିୟମଗୁଡ଼ିକ 1 ଏପ୍ରିଲ 2026ରେ କାର୍ଯ୍ୟକାରୀ ହେବ, ଯାହା ବର୍ତ୍ତମାନ ଆୟକର ଆଇନ 1961କୁ ବଦଳାଇବ। ଆୟକର ନିୟମ 2026 ଡ୍ରାଫ୍ଟ ଅନୁଯାୟୀ ନୂଆ ଟିକସ ଆଇନରେ ଅନେକ ପରିବର୍ତ୍ତନ ଆସିବାର ଆଶା କରାଯାଉଛି, ଯାହା ବେତନଭୋଗୀ କର୍ମଚାରୀ, ମଧ୍ୟବିତ୍ତ ଶ୍ରେଣୀର କରଦାତା ଏବଂ ବ୍ୟବସାୟୀଗୁଡ଼ିକୁ ପ୍ରଭାବିତ କରିପାରେ। ଏହି ଡ୍ରାଫ୍ଟ ନିୟମଗୁଡ଼ିକୁ 15 ଦିନ ପାଇଁ 22 ଫେବୃଆରୀ 2026 ପର୍ଯ୍ୟନ୍ତ ପବ୍ଲିକ୍ ଡୋମେନରେ ରଖାଯାଇଥିଲା।